ୟାକୁ ଲଗାଇ ସବୁର ବିଚିତ୍ର ନାରିଆ ବସିଛନ୍ତି। ସେ ବିଚିତ୍ର ନାରିଆକୁ ଏବେ କ'ଣ କହୁଛନ୍ତି ଏବେ ଆଜ୍ଞା ବୁଢ଼ା ସେ ଅଟେ ବଡ଼ ବିଚିତ୍ର। ନାରାୟଣ ନାରାୟଣ ଏତିକି କହିଦେଲେ ଆଖି ଆଗକୁ ଚାଲି ଆସନ୍ତି ଦେବର୍ଷି ନାରଦ। କାନ୍ଧରେ ବୀଣା ଝୁଲୁଥାଉ କି ନଥାଉ, ହାତ ଆଙ୍ଗୁଠିରେ ଖଞ୍ଜା ହୋଇଥିବା ସେହି ଛୋଟିଆ ଚୁଲୁବୁଲିଆ ବାଦ୍ୟ ଖଣ୍ଡିକ ସବୁବେଳେ ସେଇମିତି ବାଜୁଥାଏ। ସେ ଯୁଆଡ଼େ ବି ଯାଆନ୍ତି ହାତ ଆଙ୍ଗୁଠିକୁ ହଲେଇ ହଲେଇ ଟକ୍ ଟକ୍ ଖଡ଼ ଖଡ଼ କରି ତାଳ ପକାଇଥାନ୍ତି। ଏହା ସେଇ ଜିନିଷ ଯାହାକୁ ଆମେ କହିବା ଚୁଟକି କରତାଳ। ଆଜିକାଲି କାର୍ତ୍ତିକ ମାସ ହେଲେ ଗାଁର ଭାଗବତ ଟୁଙ୍ଗି କିମ୍ବା ସଂକୀର୍ତ୍ତନ ମଣ୍ଡଳୀରେ ଝାଞ୍ଜ ମୃଦଙ୍ଗରେ ଯେଉଁ ଖଡ଼ଖଡ଼ିଆ ଆବାଜ ଶୁଭେ, ଏହା ହେଉଛି ତା'ର ଏକ ସୂକ୍ଷ୍ମ ଆଉ ପକେଟ୍ ସାଇଜ୍ର ରୂପ। ଆମ ଗାଁରେ ଆଗରୁ ଯୋଗୀ ଭିକାରୀମାନେ କେନ୍ଦେରା କିମ୍ବା ଏଇ ଚୁଟକି କରତାଳ ବଜେଇ ଦୁଆର ଦୁଆରେ ବୁଲି ଗୀତ ଗାଉଥିଲେ। ଦୁଇଟା କାଠ ଚକା ଭିତରେ ପିତ୍ତଳର ଛୋଟ ଛୋଟ ପାତି ଲାଗିଥାଏ। ଆଙ୍ଗୁଠିରେ ଗଳେଇ କେବଳ ଚୁଟକି ମାରିଲା ଭଳି ପାପୁଲିକୁ ବନ୍ଦ ଖୋଲା କଲେ ସେଥିରୁ ଯେଉଁ ଛଣଛଣିଆ ମିଠା ସ୍ୱର ବାହାରେ, ତାହା ପୁରା ପରିବେଶକୁ ଆନନ୍ଦରେ ଭରିଦିଏ। ନାରଦ ମହାରାଜ ଚାହିଁଥିଲେ ଧନୀ ଲୋକଙ୍କ ଭଳି ବଡ଼ ବଡ଼ ବାଦ୍ୟ ବଜାଇ ପାରିଥାନ୍ତେ, ହେଲେ ସେ ଏହି ସହଜ ଆଉ ସରଳ କରତାଳିକୁ କାହିଁକି ବାଛିଲେ ଯେ? କାରଣ ଏହା ହେଉଛି ଏକାଗ୍ରତାର ପ୍ରତୀକ। ୟାକୁ ବଜାଇବାକୁ ବେଶୀ ବଳ ଦରକାର ପଡ଼େନି, ଖାଲି ଭିତରର ଲୟ ଆଉ ତାଳ ଠିକ୍ ରହିବା ଦରକାର। ଆମ ଗାଁର ଏହି ପୁରୁଣା ସମ୍ପତ୍ତି ସବୁ ଧୀରେ ଧୀରେ ହଜିବାକୁ ବସିଲାଣି। ଆପଣଙ୍କର ମନେ ଅଛି କି ଆପଣଙ୍କ ପିଲାଦିନେ ଗାଁକୁ ଏମିତି ଚୁଟକି କରତାଳ ବଜେଇ କିଏ ଗୀତ ଗାଇବାକୁ ଆସୁଥିଲେ? ଯଦି ହଁ, କମେଣ୍ଟରେ ସେହି ପୁରୁଣା କଥା ନିଶ୍ଚୟ ଲେଖି ସେୟାର କରନ୍ତୁ। ଆମ ମାଟିର ଏମିତି ହଜି ଯାଉଥିବା କଥା ଜାଣିବା ପାଇଁ ମୋ ବ୍ଲଗକୁ ଲାଇକ୍ ଏବଂ ଫଲୋ କରିବାକୁ ଜମା ଭୁଲିବେନି। ଜୟ ଜଗନ୍ନାଥ।